जय जगन्नाथ। नमस्कार दर्शक बंधु। पुणी थे आमर गवेषणामूलक ज्योतिष चैनल तरफ स्वागत। आम बहु समय विभिन्न विषय वस्तु नहीं गवेषणामूलक आलोचना कर। आज एक विषय आलोचना कर ऋण वृद्धि हुए केमिति। अनेक लोक अच्छा क्रमागत भाव ऋण नहीं चलती, वृद्धि हो चलती, केमिति ऋण वृद्धि होउछि ता विषय आलोचना करबा। ऋण करिकि मध्य ऋण पाउ नाहंती एमिति भी बहु व्यक्ति अछंती, ता भी आमे किछि जानि परिबा। ऋण हुए केमिति एबारे आमे ज्योतिष शास्त्र रे लग्न अनुसार ऋण स्थान, ऋण ग्रह, ता सहित अन्य ग्रह मानकर संयोग दृष्टि से विषय नहीं आम आलोचना करवा। एबे आमे जेकोसी लग्न नहीं आलोचना करिपरिबा। मन करा जाऊ वृष लग्नर व्यक्ति सेमानकर ऋण केमिति पाइबे, केमिति तांकर वृद्धि घटिबो से विषय नहीं आलोचना करबा। तो ऋण अर्थ किए व्यवसाय पाई ऋणग्रस्त करुछंती, किए घर करिया पाई ऋण करुछंती, किए शिल्प बनैया पाई करुछंती, विभिन्न प्रकार ऋण ग्रहण करुछंती। तो ज्योतिष शास्त्र आमे केमिति बुझिबा। एबे आमे जानिबा ज्योतिष शास्त्र केउ स्थानटी ऋण एवं अर्थ सहित संपर्क। आमे आगु विभिन्न आलोचना करिछु। एबे आमे षष्ठ स्थान ऋण स्थान, षष्ठर अधिपति ऋण कारक ग्रह, द्वितीय स्थान धन स्थान, बैंक बैलेंस स्थान, एकादश स्थान आय स्थान, पंचम स्थान लक्ष्मी स्थान। एबे आमे ए चारिटी स्थान को स्थानित कलु। जदि ए चारिटी अधिपति अपरापर सहित संपर्क करे, योग सृष्टि करे, दृष्टि रे रहे, ताहले अति सहजरे से ऋण प्राप्त हम से ऋण पाई क्रमागत भाव चाहिए पाई जाउछंती। ए विषय में आलोचना करछु जे षष्ठ स्थान ऋण स्थान, जदि षष्ठाधिपति उच्चस्थ अच्छी, बलवान अच्छी, मित्र क्षेत्रस्थ अच्छी एवं पंचमाधिपति एकादशपति सहित संपर्क अच्छी, जोगरे अच्छी, दृष्टि अच्छी, जदि द्वितीयाधिपति सहित जोग दृष्टि अच्छी, तार से ऋण अति सहजरे पाइबे एवं ऋणदाता से मानकु जाचिकी ऋण देबे। से अति सहजरे तांकर व्यवसाय प्रतिपत्ति बढ़ाई पारिबे। एबारे आमे लग्नर अधिपति हला शुक्र, षष्ठ क्षेत्र अधिपति हला शुक्र। षष्ठर अधिपति यदि एकादश रे रहे, षष्ठ स्थान रहे, द्वितीय स्थान रहे, ताहले पंचम स्थान रहे, ताहले से ऋण उपयोगी हो गला। जातकटी से व्यक्ति ऋण करने को सहज हो गला। जदि एकादशपति सहित युक्त हुए ताले तांकर ऋण अति सहज प्राप्त हला। जदि द्वितीयाधिपति सहित युक्त हुए, बुध सहित युक्त हुए, ताहले ऋण तांकु अति सहज मिलगला। जदि एकत्र नहीं
ତ ଦୁଇଟି ଯୋଗ ସଂଯୋଗରେ ଅଛି ଆଉ ଏକ ଦୃଷ୍ଟିରେ ଅଛି, ତାହେଲେ ସେ ଋଣ ପାଇବାକୁ ଯୋଗ୍ୟ। ଏବାରେ କେତେ ମାତ୍ରାରେ ଋଣ ପାଇବେ? ମାତ୍ରାଧିକ, ଲକ୍ଷାଧିକ, କୋଟି, ଏ ବିଷୟରେ ଆମେ ଆଲୋଚନା କରିବାକୁ ଗଲେ ତା ତିନିଟି ଗ୍ରହକୁ ଏକତ୍ର ହେବାକୁ ପଡିବ, ତିନିଟି ସ୍ଥାନରେ ରହିବାକୁ ପଡିବ, ତ ସେ ବ୍ୟକ୍ତି ପ୍ରଚୁର ମାତ୍ରାରେ ଋଣ କରିବେ, ତାଙ୍କର ଋଣ ବୃଦ୍ଧି ହେଇ ଚାଲିବ। ଏ କ୍ଷେତ୍ରରେ ଆଉ ଏକ ଗ୍ରହ ଯେ ସପ୍ତମାଧିପତି, ଯଦି ସେମାନଙ୍କ ସହିତ ସମ୍ପର୍କ କରେ ତାହେଲେ ଋଣର ପରିମାଣ ବ୍ୟବସାୟ ବୃଦ୍ଧି ପାଇଁ କରିବେ। ଯଦି ଚତୁର୍ଥର ଅଧିପତି ସହିତ ସମ୍ପର୍କ କରେ ତାହେଲେ ସେ ନିଜେ ବହୁ ଅଟ୍ଟାଳିକା ତିଆରି କରିବେ, ଅଟ୍ଟାଳିକା ସହିତ ସମ୍ପର୍କ ରଖିବେ, ଅଟ୍ଟାଳିକା ପାଇଁ ଋଣ ଗ୍ରହଣ କରିବେ। ଯଦି ନବମାଧିପତି ସହିତ ସମ୍ପର୍କ ଗଢ଼େ ତାହେଲେ ସେ କୌଣସି ଧର୍ମ, କୌଣସି ଜମି, କୌଣସି ପ୍ରତିଷ୍ଠାନ ପାଇଁ ସେ ଋଣ ଗ୍ରହଣ କରିବେ ଆଉ ସେମାନଙ୍କର ଋଣ ବୃଦ୍ଧି ହେଇ ଚାଲିବ। ଯଦି କର୍ମାଧିପତି ସହିତ କିଛି ସମ୍ପର୍କ ରଖେ ତାହେଲେ ସେ ନିଜର ଶିଳ୍ପ ପାଇଁ, ପ୍ରତିପତ୍ତି ପାଇଁ, ନିଜର ବାଣିଜ୍ୟ ବୃଦ୍ଧି କରିବା ପାଇଁ, କୌଣସି ଶିଳ୍ପ ପ୍ରତିଷ୍ଠାନ କରିବା ପାଇଁ ସେ ଅଧିକ ମାତ୍ରାରେ ଋଣ ନେବେ। ଯଦି ସେ ଦ୍ୱାଦଶପତି ସହିତ ଯୁକ୍ତ ହୁଏ ବା ଦୃଷ୍ଟରେ ରୁହେ, ସେ ବ୍ୟକ୍ତି ଜଣକ ଏକ୍ସପୋର୍ଟ ଇମ୍ପୋର୍ଟ ବା ବିଦେଶ ସହିତ ସମ୍ପର୍କ, ବିଦେଶ ସହିତ ବ୍ୟବସାୟ, ସେ ବିଷୟରେ ସେ ପ୍ରଚୁର ଋଣଗ୍ରସ୍ତ କରିବେ ଏବଂ ଋଣ ମାଧ୍ୟମରେ ସେ ଏକ୍ସପୋର୍ଟ ଇମ୍ପୋର୍ଟ କରିପାରିବେ। ଯଦି ଅଷ୍ଟମାଧିପତି ସହିତ କୌଣସି ସମ୍ପର୍କ କରେ ତାହେଲେ ସେ ଋଣ ପ୍ରାପ୍ତ କରିବେ, କିନ୍ତୁ କୌଣସି ଗୁପ୍ତ, କୌଣସି ରହସ୍ୟ ଉନ୍ମୋଚନ ପାଇଁ ସେ ଋଣ ଅର୍ଥ ଖର୍ଚ୍ଚ କରିବେ, ସେ ବିଷୟରେ ସନ୍ଦେହ ନାହିଁ। ଯଦି ତୃତୀୟ ସ୍ଥାନର ଅଧିପତି ସହିତ ସମ୍ପର୍କ କରେ ତାହେଲେ ଆମେ ଜାଣିବା ସେ ନିଜର ପ୍ରତିଷ୍ଠା ଅର୍ଜନ କରିବା ପାଇଁ, ସମାଜରେ ପ୍ରତିଷ୍ଠିତ ହେବା ପାଇଁ ତାଙ୍କ ଋଣ ଅର୍ଥ ବ୍ୟୟ କରିବେ ଏବଂ ସେ ପ୍ରତିଷ୍ଠିତ ହେଇପାରିବେ ନିଃସନ୍ଦେହ। ତୃତୀୟ ଆଉ ନବମ ସହିତ ସମ୍ପର୍କରେ ସେ ସାମାଜିକ ପ୍ରତିଷ୍ଠା ତାଙ୍କର ବୃଦ୍ଧି ପାଇବ, ଦଶମ ସହିତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ସପ୍ତମ ସହିତ ବି ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ, ପଞ୍ଚମ ସହିତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଏଇଟା ଆମେ ଜାଣିବା ଦରକାର। ଏବେ ଆମେ ଋଣ ଅର୍ଥ ସଠିକ ଭାବରେ ଖର୍ଚ୍ଚ କରିବା ଆବଶ୍ୟକତା ଅଛି, କିଛି ବାଧା ନ ହେବାର ଅଛି। ପ୍ରପର ୱେରେ ବା ଯାହା ପାଇଁ ଋଣ କରୁଛନ୍ତି ସେ ଋଣ ସେଇ ହିସାବରେ କରିବା ଉଚିତ। କିନ୍ତୁ ଯଦି ବ୍ୟକ୍ତିର ଆମେ ଯେ କହିଲୁ ଏକାଦଶ ଅଧିପତି, ଦ୍ୱିତୀୟ ଅଧିପତି, ପଞ୍ଚମ ଅଧିପତି, ଷଷ୍ଠ ଅଧିପତି ଋଣର କାରଗ୍ରହ, ସେ ଋଣ ଏକତ୍ର ଅଛନ୍ତି, କିନ୍ତୁ ଯଦି ସେ ବ୍ୟକ୍ତି ଜଣଙ୍କର ଅଷ୍ଟମାଧିପତି, ଯଦି ଦ୍ୱାଦଶର ଅଧିପତି ସହିତ ଏକତ୍ର ଯୋଗସୂତ୍ର କରନ୍ତି ତାହେଲେ ସେ ଋଣ ଅର୍ଥ ସମାନ ଭାବରେ ଯେଉଁଥିପାଇଁ ସେ ଋଣଗ୍ରସ୍ତ କରିଛନ୍ତି ସେ ସେଥିରେ କିଛି ଅପବ୍ୟବହାର କରିବେ, ଋଣ ଅର୍ଥ ଠିକ ଭାବରେ ଖର୍ଚ୍ଚ କରିପାରିବେ ନାହିଁ, କିଛି ତାଙ୍କର ନଷ୍ଟ ହୋଇଯିବ। ଏଇଟା ଆମେ ଜାଣି ରଖିବା ଉଚିତ। ଏବେ ଆମେ ତ ଏ ବିଷୟରେ ଋଣ ବୃଦ୍ଧି ହୁଏ କେମିତି ଜାଣିଲୁ? ଋଣ କ୍ରମାଗତ ଭାବେ ଜଣେ ବ୍ୟକ୍ତି ନଉଛି, ତାର କୋଉ କୋଉ ଗ୍ରହ ଦୋଷ, ଗ୍ରହ ଯୋଗ, ଗ୍ରହ ଦୃଷ୍ଟି ଆମେ ସବୁ ଜାଣିଲୁ। ଏବେ ଆମେ ଜାଣିବା ଋଣ ବୃଦ୍ଧି ହଉଛି, ଅଧିକାଂଶ କ୍ଷେତ୍ରରେ ଋଣ ବୃଦ୍ଧି କରି ଯାଉଛନ୍ତି, ସହଜରେ ପାଇ ଯାଉଛନ୍ତି। ଋଣ ମୁକ୍ତି ହେବେ କେମିତି ସେ ବିଷୟରେ ଆମେ ପରବର୍ତ୍ତୀ ବିଷୟରେ ଆଲୋଚନା କରିବା। ଆପଣଙ୍କୁ ନିଶ୍ଚୟ ଭଲ ଲାଗୁଥିବ।
ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଆମେ ପରବର୍ତ୍ତୀ ଅଧ୍ୟାୟରେ ଆମେ ଜାଣିବା ଋଣ ମୁକ୍ତି ହେବେ କେମିତି। ଆଜି ପାଇଁ ଏତିକି। ନମସ୍କାର, ଧନ୍ୟବାଦ।